ଏ ସାଙ୍ଗମାନେ କେନ୍ତା ଅଛ ଭଲ ଆଶା କରୁଛି ସବୁ ଭଲ ଥିବେ। ମୋ ଫାଷ୍ଟ ଭିଡ଼ିଓ ପାଇଁ ଦେଖିପାରୁଥିବେ ଆମେ ଜଷ୍ଟ ଯାଉଛୁ ଏବେ ଗାଧୋଇବା ପାଇଁ। ତ ଉର୍ମାଗଡ଼କୁ ଯାଇଛୁ ଆମେ ଭୋଜି କରି, ତ ଗାଧୋଇବା ପାଇଁ ଯାଉଛୁ ଏବେ। ତ ମୋର ପଛରେ ମୋର ଭାଇ ଜଣେ ଅଛି, ତ ତା ସହିତ ଯାଉଛୁ ଆମେ ଗାଧୋଇ। ତ ଯାଉଛୁ ସେଠିକି ଟିକେ ଅଳ୍ପ ଦୂରରେ ଅଛୁ। ତ ଦେଖିପାରୁଥିବେ ସେ ତଳ ପଟେ କେତେ ଲୋକ ଅଛନ୍ତି, ସବୁ ଭୋଜି ପିକନିକ୍ କରିବା ପାଇଁ ଆସିଛନ୍ତି। ସବୁ ଅଛନ୍ତି ସବୁଆଡ଼େ ଜମା ହେଇକି। ତ ଆମେ ଗାଧୋଇବା ପାଇଁ ଯାଉଛୁ, ଦେଖିପାରୁଥିବେ ସେଠି କିଛି ଫଟୋ କାଢ଼ୁଛନ୍ତି। ତ ଫଟୋ କାଢ଼ୁଛନ୍ତି, ଆମେ ସିଧା ତାପରେ ତଳକୁ ଗଲୁ। ତ ଦେଖିପାରୁଥିବେ କେମିତି ଲାଗୁଛି ତଳ ଉର୍ମାଗଡ଼ର ଭିଉ ଦେଖିପାରୁଥିବେ। ଗହଳି ହେଇଛନ୍ତି କିନ୍ତୁ ଏତେ ଆସିନାହାନ୍ତି। ତ ଆମେ ଯାଉଛୁ, ଦେଖିପାରୁଥିବେ। ତଳକୁ ଗଲା ପରେ କିଛି ଦେଖିବି ତମକୁ କେମିତି ଲାଗୁଛି ଉର୍ମାଗଡ଼ର ଭିଉ। ଟିକେ ରହିବେ ଜଷ୍ଟ। ତ ଆମେ ସାଙ୍ଗମାନେ ଆସିଥିଲେ ଗାଧୋଇବା ପାଇଁ, ତ ଜଷ୍ଟ ଆମେ ଗାଧୋଇବା ପାଇଁ ଜାଗା ଦେଖୁଛୁ କେଉଁ ପଟେ ଭଲ ହେଇଛି ବୋଲି। ତ ଫଟୋ କାଢ଼ିବା ପାଇଁ ସମସ୍ତେ କେମିତି ଅଛନ୍ତି ଲୋକମାନେ ଦେଖିପାରୁଥିବେ। ତ ଆମେ ସିଧା ସେ ତଳକୁ ଗଲୁ, ଦେଖିପାରୁଥିବେ ଆମେ ଯାଉଛୁ। ଦେଖିପାରୁଥିବେ କେମିତି ଲାଗୁଛି ଆମର ଉର୍ମାଗଡ଼। ତ କେବେ ତୁମେ ଦେଖିଛ ନା ନାହିଁ, ଯଦି ନ ଦେଖିଛ ଟିକେ ଦେଖି ଆସିବ କେମିତି ଲାଗିବ। ବହୁତ ଭଲ ଲାଗିବ ଦେଖି ଆସିବାରେ। ତ ଆମେ ବହୁତ ହେଲାଣି ଯାଇଛୁ ଦେଖି। ଦେଖିପାରୁଥିବେ କେମିତି ପାଣି ଯାଉଛି। ତ ସେ ତା ତଳ ପଟେ ଆମେ ଗାଧୋଇବୁ। ତ ଭାଇର ମୋର ଭାଇ ଆମକୁ କହିଲେ ଯେ କୁଆଡ଼େ ଗାଧୋଇବା ବୋଲି। ମୁଁ କହିଲି ଯାଆନ୍ତୁ ଦେଖିକି ସେ ତଳ ପଟେ ତ ଗାଧୋଇବା, କୁଆଡ଼େ ଗାଧୋଇବା ବୋଲି। ତ ଭାଇ ଟିକେ ପଛରେ ରହିଲେ, ମୁଁ ଆଗକୁ ପଳେଇଗଲି। ତ ପାଣି ସବୁଆଡ଼େ ଭଲ ଅଛି ବୋଲି ଦେଖିବା ପାଇଁ। ତ ଝରଣା ପାଣି ପଡ଼ୁଛି ସେଠି ଗାଧୋଇବା ପାଇଁ ଯାଉଛୁ। ତ ଟିକେ ଯାଇ ରୁହନ୍ତୁ, ମୁଁ ଦେଖିବି ଗାଧୋଇବାର।